ସାଙ୍ଗମାନେ ମୋ ସିନ୍ଦୁର ଅଧିକାର ଦେଖନ୍ତୁ। ଆଦି ମୁକ୍ତିକୁ କୁହେ ମୁକ୍ତି ପୂର୍ବୀ କାହିଁକି ଚାଲିଗଲେ? ଆଉ ଏସବୁ କ'ଣ? ସେ ମୋତେ ଏଠିକି କ'ଣ ପାଇଁ ଡାକିଲେ? ମୁକ୍ତି କୁହେ ମୁଁ କେମିତି ଜାଣିବି? ସିଏ ଆପଣଙ୍କୁ ବି ଏଠିକି ଡାକିଛନ୍ତି? ହେଲେ ସିଏ ତ ଆଦି କୁହେ ତମେ ହାତରେ କ'ଣ ଲୁଚେଇଛ ମୁକ୍ତି ଦେଖାଅ। ମୁକ୍ତି କୁହେ କିଛି ନାହିଁ ସାର୍। ଆଦି କୁହେ ମୁକ୍ତି ଦେଖାଅ। ଆଦି ମୁକ୍ତିର ହାତ ଧରିନିଏ ଆଉ ମୁକ୍ତି ସେ ଚିଠିଟିକୁ ଫିଙ୍ଗିଦିଏ ଆଉ ସେ ଚିଠିଟି ନିଆଁରେ ପଡ଼ି ପୋଡ଼ି ହୋଇଯାଏ। ମୁକ୍ତି କୁହେ ସେ ଚିଠି ଆପଣଙ୍କ ପାଇଁ ନଥିଲା, ପୂର୍ବୀ ମୋ ପାଇଁ ସେ ଚିଠି ଲେଖିଥିଲେ। ଆଦି କୁହେ ଏଥିରେ ଏମିତି କ'ଣ ଲେଖା ହେଇଥିଲା ଯେ ମୁଁ ପଢ଼ି ପାରିନଥାନ୍ତି? ମୁକ୍ତି ମୋତେ ଗୋଟେ କଥା କୁହ, ସେଠି ଏମିତି କ'ଣ ହେଇଥିଲା ଯେ ପୂର୍ବୀ ସେଠୁ ଚାଲିଗଲେ? ତାପରେ ମୁକ୍ତି ପୂର୍ବୀ କଥା ଭାବେ। ଆଦି କୁହେ ତାଙ୍କୁ ଏମିତି ତମେ କ'ଣ କହିଲେ ଯେ ସେ ମୋତେ ଦେଖା ବି କଲେନି ଚାଲିଗଲେ? ମୁକ୍ତି କୁହେ ସାର୍ ଆପଣଙ୍କୁ ସବୁବେଳେ କାହିଁକି ଏମିତି ଲାଗୁଛି ଯେ ମୁଁ ହିଁ ସବୁବେଳେ ଭୁଲ କରୁଛି? ଆଉ ସେମିତିରେ ବି ମୁଁ ତାଙ୍କୁ ସେମିତି କିଛି ବି କହିନି। ଆଦି କୁହେ ତମେ ଗୋଟେ କାମ କର, ଅଧଘଣ୍ଟେ ଭିତରେ ମୋ ପାଇଁ ଗୋଟେ ଝିଅ ଖୋଜିକି ନେଇକି ଆସ। ତମକୁ ଯେଉଁ କାମ ଦିଆଯାଇଛି ସେ କାମ ଭଲ ଭାବରେ କର। ଏକ୍ସକ୍ୟୁଜ୍ ବନେଇବା ବନ୍ଦ କର, ବୁଝିପାରିଲ? ଆଉ ହଁ, ମୋ ପାଇଁ ଏମିତି ବି ଝିଅ ବିଲକୁଲ ବି ଖୋଜିବନି ଯିଏ ମୋତେ ଆଇ ଲଭ୍ ୟୁ କହିକି ଗାୟବ ହେଇଯିବ। ମୁକ୍ତି କୁହେ କିନ୍ତୁ ସାର୍। ଆଦି କୁହେ ମୋ ପାଇଁ ଏମିତି ଝିଅ ବିଲକୁଲ ବି ଖୋଜିବନି ଯିଏ ମୋତେ ଆଗରୁ ପସନ୍ଦ କରୁନଥିବ। ମୁକ୍ତି କୁହେ ସାର୍ କିନ୍ତୁ ଆପଣଙ୍କ ପାଇଁ ଏମିତି ଝିଅ କେଉଁଠୁ ମିଳିବ ଯିଏ ଆପଣଙ୍କୁ ପସନ୍ଦ କରୁନଥିବ, ଯାହାକୁ ଜବ୍ ଦରକାର ଥିବ ଆଉ ଆପଣଙ୍କର ଗାର୍ଲଫ୍ରେଣ୍ଡ ହେବାର ଜବ୍ ବି କରିବାକୁ ରେଡ଼ି ଥିବ, ତାପରେ ପୁଣି ଏବେ ହିଁ ମ୍ୟାମ୍କୁ ଦେଖା କରିବାକୁ ବି ରେଡ଼ି ଥିବ। ଆଦି କୁହେ ମୁକ୍ତି ତମେ ଏଠି ଅଛ ଆଉ ତମକୁ କାମ ବି ବହୁତ ଦରକାର ଅଛି। ଆଣ୍ଡ ଆଇ ନୋ ତମେ ମୋତେ ବିଲକୁଲ ବି ପସନ୍ଦ କରୁନ, ଠିକ୍ ଅଛି। ଯଦି ତମେ ଝିଅ ଖୋଜିପାରିବନି ତାହେଲେ ଏ କାମ ତମେ କରିବ ଆଉ ଆମ ଡିଲ୍ ବି ସେଇଆ ହେଇଥିଲା, ରାଇଟ୍? ସୋ ଏବେଠୁ ତମେ ହେବ ମୋ ଗାର୍ଲଫ୍ରେଣ୍ଡ। ମୁକ୍ତି ଏକଥା ଶୁଣି ବହୁତ ଆଶ୍ଚର୍ଯ୍ୟ ହେଇଯାଏ। ଆଦି କୁହେ ମୋ ଗାର୍ଲଫ୍ରେଣ୍ଡ, ବୁଝିପାରିଲ ତମେ? ମୁକ୍ତି କୁହେ ଆଇ ଆମ୍ ସରି ସାର୍, ମୁଁ ଆପଣଙ୍କ ଗାର୍ଲଫ୍ରେଣ୍ଡ ହେଇପାରିବିନି କି ଏ ଡିଲ୍ ମୁଁ ଆଗକୁ କରିପାରିବିନି। ମୁକ୍ତି ଏସବୁ କହି ଯାଉଥିବା ବେଳେ ଆଦି ମୁକ୍ତିର ହାତକୁ ଧରିନିଏ ଆଉ ମୁକ୍ତିକୁ ନିଜ ପାଖକୁ ଭିଡ଼ି ଆଣେ। ଆଦି କୁହେ ତମ ନାଁ କହିବା ଏବେ ମୋ ପାଇଁ ଜମା ବି ଇମ୍ପୋର୍ଟାଣ୍ଟ ନୁହଁ। ତମର ତ ନାଁ କରିବା ଅଭ୍ୟାସ ହେଇଗଲାଣି ନା, ସେଇଥିପାଇଁ ମୋର ସବୁ କଥାକୁ ନା ଆନ୍ସର ଦେବା ତମ ପାଇଁ ଇଜି ହେଇଯାଇଛି। ଶୁଣ ମୁକ୍ତି, ମୁଁ ଏ ପ୍ରୋବ୍ଲେମରେ ତମ ପାଇଁ ଫସିଯାଇଛି, ସୋ ତମକୁ ଏ କାମ କରିବାକୁ ପଡ଼ିବ, ବୁଝିପାରିଲ ତମେ? ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟ ଲାଇକ୍ଟେ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।